ଗ୍ରାମରେ ବଢ଼ୁଥିବା ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଏକଜୁଟ ହେଲେ ତଳଜଙ୍ଗ ଗ୍ରାମବାସୀ। ପୁରୀ ସଦର ଅନ୍ତର୍ଗତ ତଳଜଙ୍ଗ ଗ୍ରାମର ଢିଅ ସାହିରେ ନିକଟରେ ଘଟିଯାଇଥିବା ଅଭାବନୀୟ ଘଟଣା ପରେ ଗ୍ରାମରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ତଳଜଙ୍ଗ ନଈକୂଳ ସାହିର କିଛି ଅମାନସିକ ବ୍ୟକ୍ତି ଢିଅ ସାହିରେ ପଶି ଆତଙ୍କ ସୃଷ୍ଟି କରିବା ସହ ଟେଲିଭିଜନ ଭାଙ୍ଗି ଦେଇଥିଲେ ଏବଂ ଏକ ବାଇକ୍କୁ ନିଆଁ ଲଗାଇ ଜାଳି ଦେଇଥିଲେ। ଏହି ଘଟଣାରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଢିଅ ସାହିର ସଭାପତି ଶ୍ରୀ ଘନଶ୍ୟାମ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଏକ ଶାନ୍ତି କମିଟି ଗଠନ କରାଯାଇଛି। ଏହି କମିଟି ମାଧ୍ୟମରେ ଭବିଷ୍ୟତରେ କିଭଳି ଗ୍ରାମରେ ଶାନ୍ତି ସ୍ଥାପିତ ହୋଇପାରିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଏହି ବୈଠକରେ ନବଗଠିତ କମିଟିର ପଦାଧିକାରୀ ଭାବେ ସଭାପତି ଘନଶ୍ୟାମ ସ୍ୱାଇଁ, ସମ୍ପାଦକ ପରୀକ୍ଷିତ ପ୍ରଧାନ, ଉପସଭାପତି କାଳୁଚରଣ ପ୍ରଧାନ ଏବଂ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ବୈଠକରେ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ପଞ୍ଚାୟତ ସଭାପତି ପ୍ରସନ୍ନ କୁମାର ରାଉତଙ୍କ ସମେତ ଗ୍ରାମର ବରିଷ୍ଠ ନାଗରିକ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ଶାନ୍ତି ବଜାୟ ରଖିବାକୁ ଶପଥ ନେଇଛନ୍ତି। ଗ୍ରାମରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଶାସନର ହସ୍ତକ୍ଷେପ ନିମନ୍ତେ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜିଲ୍ଲା ଖବର। जय जगन्नाथ। मो ना घनश्याम स्वाई, तलजंग डीएसआई सभापति। बैठक बसार मूल उद्देश्य हूँ आम गाँव में किसी अमानुषिक व्यक्ति मैंने विशृंखला सृष्टि करें ग्रामवासी को एकाठी कर गोटे नूतन कमिटी तैयारी करी आम गाँव श्रृंखला आम बहुत चेष्टा करूँ। तेणु आम चाहूँ आम गाँव कि भाव सुरक्षित रहू। ये निरीह जनता माने से जीविका सुरक्षित भाव में केमती करेंगे आ पिला माने भविष्य में भल मनीष हे से समस्ते चेष्टा करें। किसी अमानुषिक व्यक्ति मैंने ये गाँव में विशृंखला सृष्टि कर गाँव कमिटी को मानु ना, कमिटी नीति नियम को मानु ना, से विशृंखला सृष्टि कर चलती। राति अधर आसी आम गाँव में कार गाड़ी निया लगे दौरान क्लब टीवी भांगी दौरान विभिन्न प्रकार धमक देखा किसी अमानुषिक व्यक्ति मैंने से कम कर जरिया प्रशासन अनुरोध करुच्ची जो अमानुषिक व्यक्ति मैंने कार्य प्रति दृढ़ कार्यानुष्ठान आम ग्रामवासी तरफ आम सुरक्षित चाहूँ केमी भाव में सुरक्षित रही। तेणु तेलपुर थाना जाइचु जनईचु अभियोग देचु किंतु से प्रति कौन कार्यानुष्ठान लिया जाए ना। तेणु आम उपयुक्त न्याय न मिले आम समस्त ग्रामवासी वर्तमान राजरास्तार ओह्लैबू एवं थाना करने बाध्य हेबू। मो ना प्रसन्न कुमार राउत, मु 2007 मसीहार पूर्वतन सरपंच, वर्तमान 2022-27 सरपंच प्रतिनिधि भाव में पंचायत कार्यकलाप करुच्ची। विभिन्न सांगठनिक सामाजिक मेडिकल थाना इत्यादि काम लिप्त थिबा सत्वे मध्य ये युव परिचालना कमिटी भाई मान सहित मु सहयोग करुच्ची। सर्वप्रथम मुझे पीठर आराध्य ठाकुर नीलकंठेश्वर को प्रणाम करुच्ची। मोर ग्रामवासी मुरई मान प्रणाम करुच्ची। मु आज जो वक्तव्य रखुची गाँ है माँ, गाँव सम्मान जी व्यतिक्रम कर से माँ ताको केवे सम्मान दब ना। ये जो आम ग्रामवासी कृषि बहुल ग्राम प्राय 90% लोक चाषबास निर्भर करती। दुखर कथा ये ग्रामवासी चलाचल दीर्घ 40 वर्षर गेरीबंधु को सेनापति घर परिवार काटिदे पानी में मिसई जहाद्वारा कि ए गाँव में निआ जलुची। शांति श्रृंखला सहित 2 वर्ष धरी युवक भाई माने परिचालना कमिटी दायित्व नहीं कार्यकलाप कर विभिन्न जमीबाड़ी समस्या समाधान विभिन्न पारिवारिक समस्या समाधान किछि विशृंखलित पिला जे कि सेनापति परिवार मानस रंजन सेनापति ओरफ मंटी, अविनाश सेनापति ओरफ पिंटी, आशुतोष सेनापति ओरफ जिंटू एवं विश्वजीत नायक टीटू एवं सत्यवान जेना
ଆଉ ଦୁଷେଇ ପରିଡ଼ା ଏଇ 6 ଜଣ ବିଶୃଙ୍ଖଳିତ ପିଲା ଆଜିକୁ 2 ମାସ ଧରି ଏପରି ପଞ୍ଚାୟତରେ ବିଭିନ୍ନ ପ୍ରକାର ସାମାଜିକ ଠୁ ଆରମ୍ଭ କରି ଗଣଦୁଷ୍କର୍ମ ଠୁ ଆରମ୍ଭ କରି ଚୋରି ଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକଳାପ କରି ଆଜି ପଞ୍ଚାୟତର ନାଁଟାକୁ ନେଇ ପଦାରେ ପକାଇ ଦେଇଛନ୍ତି। ଆମେ କେବେ ଚାହୁଁନଥିଲୁ ଏ ମିଡିଆ ଭାଇମାନଙ୍କ ଆଗରେ ଶିବପୀଠରେ କହିବା ପାଇଁକା ଆଜି ବାଧ୍ୟ ହେଲୁ, ଯେହେତୁ ଆତଙ୍କ ସୃଷ୍ଟି କରି ପରଦିନ ରାତିରେ ଗୋଟେ ଗାଡି ପୋଡ଼ିଦେଲେ, କ୍ଲବ ଘରର ଟିଭିଟାକୁ ପୋଡ଼ି ଦେଇଛନ୍ତି ଏବଂ ବିଭିନ୍ନ ମାରଣାସ୍ତ୍ର ଧରି ରାସ୍ତାଘାଟରେ ବୁଲୁଛନ୍ତି। ଗାଁକୁ ଯୋଉମାନେ ବ୍ୟତିକ୍ରମ କରିବେ ଗାଁ କେବେ ଛାଡ଼ିନି କି ଛାଡ଼ିବନି ଆଜ୍ଞା। ବିରୋଧ କରିବୁ। ଗାଁ ମାଟି ପାଇଁ ସମ୍ମାନ ଆଣିବା ପାଇଁକା ଆମେ ଥାନାଠୁ ଆରମ୍ଭ କରି କଲେକ୍ଟର ଅଫିସ ପର୍ଯ୍ୟନ୍ତ ଯିବୁ। ଯିଏ ପ୍ରତିବନ୍ଧକ ସାଜିବ ଆମେ ଆମର ଶକ୍ତି ମୁତାବକ ସାହାଯ୍ୟ କରିବୁ ଏବଂ ନ୍ୟାୟ ପାଇଁ ଦାବି କରିବୁ। କେବେ ପ୍ରତିବନ୍ଧକ ଓରି ଯିବୁ ନାହିଁ। ଆମେ କଥା କହିଛନ୍ତି ମତେ ଏବଂ ପିଛୁଆ ସରପଞ୍ଚ ଆଖ୍ୟା ଦେଇଛନ୍ତି ଚୋରିଠୁ ଆରମ୍ଭ କରି ବିଭିନ୍ନ ସେମାନେ ନିଜେ ଚୋରା ବାଲା ସବୁ ସେମାନେ କ୍ରାଇମର ବାଲା ତାଙ୍କ ନାଁରେ ୱାରେଣ୍ଟ କରୁଛି। ଆଉ ଚନ୍ଦନପୁର ଥାନାଠୁ ଆରମ୍ଭ କରି ଦେଖନ୍ତୁ ଆମ ଏ କମିଟି ଭାଇମାନେ ହଉ କି ଆମ ଗ୍ରାମବାସୀ ହଉ ସେମାନେ କୋଉ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ଆଜ୍ଞା। ସେଇମାନେ ଚୋର, ବଦମାସ, ଖଣ୍ଟ, ଠକ ସବୁ ସେଇମାନେ ସେଇ 6 ଜଣ ପିଲା ସେ ଲିପ୍ତ ଅଛନ୍ତି ଏବଂ ଆଗାମୀ ଦିନରେ ଆମେ କେବେ ଓହରିଯିବୁନୁ। ବିନ୍ଦୁଏ ରକ୍ତ ଥିଲା ପର୍ଯ୍ୟନ୍ତ ତାଙ୍କ ସହିତ ସଂଗ୍ରାମ କରିବୁ। ଏ ଗାଁ ମାଟିରୁ ସ୍ୱାଧୀନତା ଫେରାଇ ଆଣିବୁ। ଏଇଟା ଆମର ଦାବି ସବ୍ କଲେକ୍ଟର ପାଖରେ ମଧ୍ୟ ରଖିବୁ। ଆମେ ଭୁବନ ମୋହନ ସାର୍ ଥିଲେ ଆମ ଗାଁ ବହୁତ ଶୃଙ୍ଖଳା କରିଦେଇଥିଲେ, କିନ୍ତୁ ଆଇଏସି ତ ଗ୍ରାମବାସୀଙ୍କ ସହିତ ଆଲୋଚନା କରୁନାହାନ୍ତି କି ଆଲୋଚନା ପାଇଁ ପ୍ରୟାସ କରୁନାହାନ୍ତି। ଆମେ ଚାହୁଁଛୁ ଆଇଏସି କଥା ହୁଅନ୍ତୁ, ଗ୍ରାମରେ ଆସି ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରନ୍ତୁ, ଭଲ ଲାଗନ୍ତା। କିନ୍ତୁ ସାର୍ ସେଇଟା କରୁନାହାନ୍ତି। ଆମେ ଭାରି ଦୁଃଖିତ ସେଥିପାଇଁ। ଯଦି ସାର୍ ସେଟା ଟେକ୍ ଓଭର କରିବେ ଏ ପିଲା 6 ଜଣ କେତେ ବାଟରେ ଯିବେ, କରିବେନି। ଆମେ ଏହାପରେ କଲେକ୍ଟର ଗ୍ରିଭାନ୍ସ ଦେଇଛୁ ଗତ ସୋମବାର ଦିନ। ସାକ୍ଷ୍ୟ ପରେ ଗ୍ରିଭାନ୍ସ ହଉଥିଲା, ଗ୍ରିଭାନ୍ସ ଦେଇଛୁ। ତେଣୁ ଆମେ ନିଶ୍ଚିତ ଭାବରେ ନ୍ୟାୟ ପାଇବୁ, ନ୍ୟାୟରେ ଅଛୁ। ସେମାନଙ୍କ ପାଖରେ ଆମେ କୌଣସି ପ୍ରକାର ଅଳି କରିବୁ ନାହିଁ। ଏହା ଆମ ଗ୍ରାମବାସୀ ଏବଂ ପରିଚାଳନା କମିଟି ଏବଂ ମୋର ମଧ୍ୟ ବକ୍ତବ୍ୟ। ନିଶ୍ଚିତ ଭାବରେ ଆମେ ସଫଳ ହବୁ। ଏ ଠାକୁରଙ୍କ ପୀଠରେ ମୁଁ ଏହା କହୁଛି।